ନମସ୍କାର। ଆଜି ଶୁଣିବା ଗଳ୍ପ ଏ ସୁନିର ଶେଷ ଭାଗ। ଡକ୍ଟର ଶୁଭେନ୍ଦୁ ପାଗେଳି ସ୍ମିତାକୁ ଚିକିତ୍ସା କରି ଭଲ କରିଛନ୍ତି, କିନ୍ତୁ ସ୍ମିତା ସୁସ୍ଥ ହେବାକୁ ଚାହୁଁନାହାନ୍ତି। ସ୍ମିତା ମନେ ପକାଉଛନ୍ତି ତାଙ୍କ ଅତୀତକୁ, ଯେ କେମିତି ଝିଅ ହେଲା ପରେ ଶାଶୁଘର ଲୋକ ଆଉ ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ବଢ଼ି ଚାଲିଥିଲା। ସ୍ମିତାଙ୍କୁ ମାରିବାକୁ ଯାଉଥିଲା ବେଳେ କେମିତି ସୁନି ମଝିକୁ ଚାଲି ଆସିଛି ଏବଂ ସ୍ମିତାଙ୍କ ସ୍ୱାମୀ ସୁନିକୁ ଟେକିକି ଯେତେବେଳେ ପକେଇ ଦେଇଛନ୍ତି, ସେ ଦୂରରେ ଥିବା କାନ୍ଥରେ ପିଟି ହେଇ ପ୍ରାଣତ୍ୟାଗ କରିଛି। ତେଣୁ ସ୍ମିତା କହୁଛନ୍ତି ଶୁଭେନ୍ଦୁଙ୍କୁ, ଡକ୍ଟର, ଆପଣ ପୁଣି ମୋତେ ପାଗେଳି କରିଦିଅନ୍ତୁ। ମୁଁ ମୋ ଦୁଃଖଦ ଅତୀତକୁ ଭୁଲି ଯିବାକୁ ଚାହେଁ। ତେଣୁ ସ୍ମିତା କହୁଛନ୍ତି, ପାଗେଳି ଅବସ୍ଥାରେ ବି ମୋ ପାଟିରୁ ସୁନି ବୋଲି ବାହାରୁଥିଲା। ଆପଣ କୁହନ୍ତୁ ତ ଡକ୍ଟର, ଭଲ ହେଲା ପରେ ମୁଁ କେମିତି ସେ ଦୁଃଖଦ ଜୀବନକୁ ଭୁଲି ପାରିବି? ମୋତେ ଆପଣ ପୁଣି ପାଗେଳି କରିଦିଅନ୍ତୁ। ଏସବୁ କହି ଜୋରରେ କାନ୍ଦିବାକୁ ଲାଗିଲା ସ୍ମିତା। ଏତେ ସମୟ ଧରି ସ୍ମିତାଙ୍କ କାହାଣୀ ଶୁଣୁଥିବା ଶୁଭେନ୍ଦୁଙ୍କ ଆଖି ମଧ୍ୟ ଓଦା ହେଇଯାଇଥିଲା। ତାକୁ ମେଡ଼ିସିନ ଖାଇ ଶୋଇବାକୁ କହି କ୍ଲିନିକରୁ ବାହାରି ଆସିଲେ ଶୁଭେନ୍ଦୁ। ଶୁଭେନ୍ଦୁ କ୍ଳାନ୍ତ ହୋଇ ଶୋଇଥାନ୍ତି ତାଙ୍କ ରୁମ୍ରେ। ରାତି ପ୍ରାୟ 11ଟା ବେଳକୁ ଫୋନ୍ ଆସିଲା କ୍ଲିନିକରୁ। ସେପଟୁ ଆଟେଣ୍ଡାଣ୍ଟ କହୁଥିଲା, ସାର୍, 30 ନମ୍ବରରେ ଯେଉଁ ପେସେଣ୍ଟ ସ୍ମିତା, ମୁଁ ତାଲା ଦେଇ ଆସି ଦେଖେ ତ ସେ ତା ରୁମ୍ରେ ନାହିଁ। ତାକୁ କେଉଁଠି ଖୋଜିବା ସାର୍? ଏକଥା ଶୁଣି ବିବ୍ରତ ହେଇ ପଡ଼ିଲେ ଶୁଭେନ୍ଦୁ। ସ୍ମିତା କୁଆଡ଼େ ଚାଲି ଯାଇଥାଇପାରେ? କାଳ ବିଳମ୍ବ ନ କରି ସମୁଦ୍ର କୂଳକୁ ଧାଇଁଗଲେ ଶୁଭେନ୍ଦୁ। ଆରେ ହଁ ତ, ଏଇ ତ ସ୍ମିତା। ରହିଯାଅ ସ୍ମିତା, କୁଆଡ଼େ ଯାଉଛ? ଆଗରେ ଯେ ସମୁଦ୍ର, ରହିଯାଅ ସ୍ମିତା। ସ୍ମିତା କିନ୍ତୁ ଏକ ଲୟରେ ମାଡ଼ି ଚାଲିଥିଲା ସମୁଦ୍ର ଆଡ଼େ, ଆଉ ତା ପାଟିରୁ ବାହାରୁଥିଲା ସେଇ ଗୋଟିଏ ଶବ୍ଦ, ଏ ସୁନି, ଏ ସୁନି। ଆଉ ଧୀରେ ଧୀରେ ସେ ଶବ୍ଦ ହୋଇଗଲା ଅସ୍ପଷ୍ଟ, ଆଉ ତାପରେ ନିଶ୍ଚିହ୍ନ। ଶବ୍ଦ ସହ ନିଶ୍ଚିହ୍ନ ହୋଇଯାଇଥିଲା ସ୍ମିତା ସେଇ ଗଭୀର ସମୁଦ୍ର ଭିତରେ। ବେଳାଭୂମିରେ ଛିଡ଼ା ହୋଇ ଚାହିଁଥିଲେ ଶୁଭେନ୍ଦୁ। ମଣିଷ ହୃଦୟର କ୍ଷତ ପାଖରେ ହାରି ଯାଇଥିଲା ତାଙ୍କ ମନସ୍ତତ୍ୱ। ୟା ଭିତରେ 25 ବର୍ଷ ବିତିଗଲାଣି। ଶୁଭେନ୍ଦୁ ଯୁବକରୁ ପୌଢ଼ ପାଲଟି ଗଲେଣି। ଦକ୍ଷ ମାନସିକ ରୋଗ ବିଶେଷଜ୍ଞ ଭାବେ ଭାରତରେ ସେ ବେଶ୍ ଜଣାଶୁଣା। କିନ୍ତୁ ଏବେ ବି ସମୁଦ୍ରର ବେଳାଭୂମିକୁ ବୁଲିବାକୁ ଆସିଲେ ତାଙ୍କ କାନରେ ଗୁଞ୍ଜରିତ ହୁଏ ଗୋଟେ ଅସହାୟ ନାରୀର କରୁଣ ସ୍ୱର, ଏ ସୁନି, ଏ ସୁନି। ସମସ୍ତଙ୍କୁ ଧନ୍ୟବାଦ।